ଆମେ ଯେତେବେଳେ ଭାରତ କଥା ଭାବୁ କ'ଣ ମନକୁ ଆସେ? ଉଚ୍ଚା ଉଚ୍ଚା ପାହାଡ଼, ବିସ୍ତୀର୍ଣ୍ଣ ସମତଳ ଭୂମି, କେତେ ଯେ ବିବିଧତା। କିନ୍ତୁ କେବେ ଭାବିଛନ୍ତି ଏସବୁ ତିଆରି ହେଲା କେମିତି? ଆଜ୍ଞା ହଁ, ଏହା କେବଳ ପଥର ଆଉ ମାଟିର କାହାଣୀ ନୁହେଁ। ଏହା ହେଉଛି କୋଟି କୋଟି ବର୍ଷର ଏକ ରୋମାଞ୍ଚକର ଯାତ୍ରା। ତେବେ ଚାଲନ୍ତୁ ଆଜି ସେଇ କାହାଣୀ ଭିତରକୁ ଯିବା। ଟିକେ କଳ୍ପନା କରନ୍ତୁ ତ ଯେ ଆଜି ଆମେ ଯେଉଁ ଭାରତକୁ ଦେଖୁଛେ ତାହା ଏସିଆର ଅଂଶ ନଥିଲା। ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଜାଣନ୍ତି, ପ୍ରାୟ 10 କୋଟି ବର୍ଷ ପୂର୍ବେ ଏହା ହିଁ ସତ ଥିଲା। ଆମ ଭାରତୀୟ ଭୂଖଣ୍ଡ ପ୍ରକୃତରେ ଗଣ୍ଡୱାନା ନାମକ ଏକ ବିଶାଳ ଦକ୍ଷିଣ ମହାଦେଶର ଅଂଶ ଥିଲା, ଆଉ ସେଇଠୁ ଏହା ଧୀରେ ଧୀରେ ଉତ୍ତର ଦିଗକୁ ଏକ ଲମ୍ବା ଯାତ୍ରା ଆରମ୍ଭ କଲା। ଆଉ ଏ ଯାତ୍ରା କିଛି ଦିନର ନଥିଲା, ଏହା କୋଟି କୋଟି ବର୍ଷ ଧରି ଚାଲିଥିଲା। ଦେଖନ୍ତୁ, 10 କୋଟି ବର୍ଷ ପୂର୍ବେ ତ ଯାତ୍ରା ଆରମ୍ଭ ହେଲା। ପ୍ରାୟ 7.1 କୋଟି ବର୍ଷ ପୂର୍ବେ ୟୁରେସିଆନ୍ ପ୍ଲେଟ୍ ସହ ପ୍ରଥମ ଛୁଆଁଛୁଇଁ ହେଲା। କିନ୍ତୁ ପ୍ରକୃତରେ ଯେଉଁ ଧକ୍କାଟା ସବୁକିଛି ବଦଳାଇ ଦେଲା, ତାହା ହେଲା 3.5 କୋଟି ବର୍ଷ ପୂର୍ବେ। ଆଉ ସବୁଠୁ ମଜା କଥା କ'ଣ ଜାଣନ୍ତି? ଏହି ଧକ୍କା ଆଜି ବି ଚାଲିଛି। ଏବେ ବି ଆମ ଭାରତୀୟ ଭୂଖଣ୍ଡ ପ୍ରତିବର୍ଷ ଧୀରେ ଧୀରେ ଉତ୍ତର ଆଡ଼କୁ ଠେଲି ହେଉଛି। ତେବେ କେବେ ଭାବିଛନ୍ତି ଯେତେବେଳେ ଦୁଇଟା ବିଶାଳ ମହାଦେଶ ମୁହାଁମୁହିଁ ଧକ୍କା ହୁଅନ୍ତି, ସେତେବେଳେ କ'ଣ ହେଉଥିବ? ଏହାର ପରିଣାମ ଥିଲା ଅକଳ୍ପନୀୟ, ଏକଦମ ଚମତ୍କାର। କାରଣ ଏହି ମହାଧକ୍କାରୁ ହିଁ ଜନ୍ମ ନେଲା ପୃଥିବୀର ସବୁଠାରୁ ଉଚ୍ଚ ଆଉ ବିଶାଳ ପର୍ବତମାଳା। ହଁ, ଆମେ କଥା ହେଉଛେ ଆମ ସମସ୍ତଙ୍କର ଗର୍ବ ବିଶାଳ ହିମାଳୟ ବିଷୟରେ। ଏହା କେବଳ ପଥରର ପାହାଡ଼ ନୁହେଁ, ଏହା ହେଉଛି ସେହି ମହାଦେଶୀୟ ଧକ୍କାର ଏକ ଜୀବନ୍ତ ସାକ୍ଷୀ। ଏହାକୁ ଭୂବିଜ୍ଞାନୀମାନେ ନୂତନ ଭଙ୍ଗିଳ ପର୍ବତମାଳା ବୋଲି କହନ୍ତି। କାହିଁକି ଜାଣନ୍ତି? କାରଣ ଏହା ଏବେ ବି ବଢ଼ୁଛି। ହଁ, ପ୍ରତିବର୍ଷ ପ୍ରାୟ 1 ସେଣ୍ଟିମିଟର ଉଚ୍ଚା ହେଉଛି। ହିମାଳୟକୁ ଆମେ ସାଧାରଣତଃ ଗୋଟିଏ ବୋଲି ଭାବୁ, କିନ୍ତୁ ଏହା ପ୍ରକୃତରେ 3ଟି ସମାନାନ୍ତରାଳ ପର୍ବତମାଳାର ସମାହାର। ଦେଖନ୍ତୁ, ସବୁଠୁ ଉପରେ ଆଉ ଉତ୍ତରରେ ଅଛି ବରଫରେ ଢାଙ୍କି ହୋଇଥିବା ହିମାଦ୍ରି, ଯେଉଁଠି ମାଉଣ୍ଟ ଏଭରେଷ୍ଟ ଭଳି ଶୃଙ୍ଗ ସବୁ ରହିଛି। ତାପରେ ମଝିରେ ଆସୁଛି ସବୁଜିମାରେ ଭରା ହିମାଚଳ, ଯେଉଁଠି ଆମର ପ୍ରିୟ ହିଲ୍ ଷ୍ଟେସନଗୁଡ଼ିକ ଅଛି। ଆଉ ସବା ତଳେ ଦକ୍ଷିଣରେ ରହିଛି ଶିବାଲିକ୍। ଏହା ହିମାଳୟର ପାଦଦେଶ, ଯାହା ଧୀରେ ଧୀରେ ଆସି ସମତଳ ଭୂମିରେ ମିଶିଯାଇଛି। ଜାଣନ୍ତି, ହିମାଳୟର ଗୋଟିଏ ନୁହେଁ, ଦୁଇଟା ଚେହେରା ଅଛି। ଯଦି ଆମେ ପଶ୍ଚିମ ଭାଗକୁ ଦେଖିବା, ତାହା ଟିକେ ଶୁଖିଲା, ସେଠି ବର୍ଷା କମ୍ ହୁଏ। କିନ୍ତୁ ଯେମିତି ଯେମିତି ଆମେ ପୂର୍ବ ଆଡ଼କୁ ଯିବା, ଏହାର ରୂପ ପୂରାପୂରି ବଦଳିଯାଏ। ପୂର୍ବରେ ପ୍ରବଳ ବର୍ଷା, ଘଞ୍ଚ ଜଙ୍ଗଲ ଆଉ ଜୀବଜନ୍ତୁରେ ଭରପୁର। ଏହା ଏକ ପ୍ରକାର ଜୈବ ବିବିଧତାର ହଟ୍ସ୍ପଟ୍। ଆଉ ଏଠିକାର ପାହାଡ଼ଗୁଡ଼ାକ ଏମିତି ଲାଗେ ସତେ ଯେମିତି ସମତଳ ଭୂମିରୁ ହଠାତ୍ ଆକାଶକୁ ଉଠିଯାଇଛି। ଆଚ୍ଛା, ହିମାଳୟରୁ ତଳକୁ ଓହ୍ଲାଇଲେ ଆମକୁ କ'ଣ ମିଳେ? ତାହା ହେଉଛି ଉତ୍ତର ଭାରତର ବିଶାଳ ସମତଳ ଭୂମି। ଏହାକୁ ଆମେ ହିମାଳୟର ଏକ ଉପହାର ବୋଲି କହିପାରିବା। କାରଣ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଭଳି ମହାନଦୀମାନେ ହିଁ ଏହାକୁ ତିଆରି କରିଛନ୍ତି। ଭାବନ୍ତୁ ତ, କୋଟି କୋଟି ବର୍ଷ ଧରି ଏହି ନଦୀମାନେ ପାହାଡ଼ରୁ ପଟୁମାଟି ଆଣି ଏଠାରେ ଜମା କରିଚାଲିଛନ୍ତି। ଆଉ ସେଥିରୁ ହିଁ ଏହି ଉର୍ବର ଅଞ୍ଚଳର ସୃଷ୍ଟି। ଗୋଟିଏ ସଂଖ୍ୟା କହୁଛି 90%। ହଁ, ଭାରତର ମୋଟ ଧାନ ଉତ୍ପାଦନର ପ୍ରାୟ 90% କେବଳ ଏହି ସମତଳ ଅଞ୍ଚଳରୁ ହିଁ ଆସିଥାଏ। ବର୍ତ୍ତମାନ ବୁଝିହେଉଥିବ ଏହି ଅଞ୍ଚଳକୁ କାହିଁକି ଭାରତର ଖାଦ୍ୟ ଭଣ୍ଡାର ବୋଲି କୁହାଯାଏ। କିନ୍ତୁ ଏହି ପୁରା ସମତଳ ଭୂମି କ'ଣ ସବୁଠି ସମାନ? ନା, ଏହାର ବି 4ଟି ଅଲଗା ଅଲଗା ଭାଗ ଅଛି। ହିମାଳୟର ପାଦଦେଶରେ ହିଁ ପ୍ରଥମେ ଆସେ ଭାବର। ଏହା ଏକ ପ୍ରକାର ଗୋଡ଼ି ଆଉ ପଥରରେ ଭର୍ତ୍ତି ଅଞ୍ଚଳ। ଆଉ ଏଠି ମଜା କଥା ହେଲା, ପାହାଡ଼ରୁ ଆସୁଥିବା ଛୋଟ ଛୋଟ ନଦୀ ଏହି ପଥର ତଳେ କୁଆଡ଼େ ଉଭେଇ ଯାଆନ୍ତି। ତାହେଲେ ସେ ନଦୀଗୁଡ଼ିକ ଗଲେ କୁଆଡ଼େ? ସେଗୁଡ଼ିକ ଭାବରର ଠିକ୍ ଦକ୍ଷିଣକୁ ଥିବା ତରାଇ ଅଞ୍ଚଳରେ ପୁଣିଥରେ ବାହାରି ଆସନ୍ତି। ଆଉ ସେଥିପାଇଁ ଏହି ଅଞ୍ଚଳ ସବୁବେଳେ ଓଦା, ପଙ୍କୁଆ ଆଉ ଘଞ୍ଚ ଜଙ୍ଗଲରେ ଭରା। ଏହାକୁ ବନ୍ୟପ୍ରାଣୀଙ୍କ ପାଇଁ ଏକ ସ୍ୱର୍ଗ କହିଲେ ଭୁଲ ହେବନି। ତାପରେ ଆସେ ସମତଳ ଭୂମିର ସବୁଠାରୁ ବଡ଼ ଅଂଶ, ଯାହାକୁ ଭାଙ୍ଗର କୁହାଯାଏ। ଏହା ଟିକେ ଉଚ୍ଚା ଜାଗା, ଯାହା ପୁରୁଣା ପଟୋମାଟିରେ ତିଆରି। ଏଠାରେ ସାଧାରଣତଃ ନଦୀର ବନ୍ୟାପାଣି ପଶିପାରେ ନାହିଁ। ଆଉ ଶେଷରେ ଠିକ୍ ନଦୀକୂଳକୁ ଲାଗି ରହିଛି ଖଦର ଅଞ୍ଚଳ। ଏହା ହେଉଛି ସେହି ଜାଗା ଯେଉଁଠି ପ୍ରତିବର୍ଷ ବନ୍ୟା ଆସେ ଆଉ ନୂଆ ପଟୋମାଟି ପକାଇ ଦେଇଯାଏ। ଆଉ ସେଇଥିପାଇଁ ଏହି ଖଦର ମାଟି ହେଉଛି ସବୁଠାରୁ ବେଶୀ ଉର୍ବର। ଚାଲନ୍ତୁ ଏଥର ଉତ୍ତରର ଏହି ନୂଆ ଭୂମିକୁ ଛାଡ଼ି ଭାରତର ପ୍ରାଚୀନ ହୃଦୟ ଅର୍ଥାତ୍ ଦକ୍ଷିଣ ଆଡ଼କୁ ଯିବା। ଏଠାରେ ଅଛି ଉପଦ୍ୱୀପୀୟ ମାଳଭୂମି। ଏହା ହିମାଳୟ ଭଳି ନୂଆ ନୁହେଁ, ବରଂ ଏହା ହେଉଛି ସେହି ଆଦିମ ଗୋଣ୍ଡୱାନା ଭୂଖଣ୍ଡର ଏକ ଅଂଶ। ଭାବନ୍ତୁ ତ, ଏହା କୋଟି କୋଟି ବର୍ଷ ଧରି ପ୍ରାୟ ସ୍ଥିର ହୋଇ ରହିଛି। ତେବେ ଉତ୍ତର ଆଉ ଦକ୍ଷିଣ ଭିତରେ ଫରକଟା ବେଶ୍ ସ୍ପଷ୍ଟ।
ଗୋଟେ ପଟେ ରହିଛି ନୂଆ ଏବେ ବି ବଢ଼ୁଥିବା ଅସ୍ଥିର ହିମାଳୟ, ଯାହା ମୁଖ୍ୟତଃ ଅବକ୍ଷିପ୍ତ ଶିଳାରେ ତିଆରି, ଆଉ ଅନ୍ୟପଟେ ପ୍ରାଚୀନ ଶାନ୍ତ ସ୍ଥିର ଦାକ୍ଷିଣାତ୍ୟ ମାଳଭୂମି, ଯାହା କଠିନ ଆଗ୍ନେୟ ଶିଳାରେ ଗଢ଼ା। ଏହି ଦୁଇଟି ପରସ୍ପର ବିପରୀତ ଶକ୍ତି ହିଁ ମିଶି ଭାରତର ଏହି ଅଦ୍ୱିତୀୟ ଭୂଗୋଳକୁ ରୂପ ଦେଇଛନ୍ତି। ଆଚ୍ଛା, ହିମାଳୟ ଅଛି, ନଦୀ ଅଛି, ମାଳଭୂମି ବି ଅଛି, ତାହେଲେ ଭାରତରେ ଏତେ ବଡ଼ ମରୁଭୂମିଟା ଆସିଲା କୁଆଡ଼ୁ? ଏହାର ଉତ୍ତର ଗୋଟିଏ ସରଳ କିନ୍ତୁ ବହୁତ ଶକ୍ତିଶାଳୀ ଭୌଗୋଳିକ କାରଣ ଭିତରେ ଲୁଚି ରହିଛି, ଆଉ ତାକୁ କୁହାଯାଏ ବୃଷ୍ଟି ଛାୟା ପ୍ରଭାବ। ଆଉ ଏହାର ମୁଖ୍ୟ ଖଳନାୟକ ହେଉଛି ଆମ ଆରାବଳୀ ପର୍ବତମାଳା। ଦେଖନ୍ତୁ କ'ଣ ହୁଏ, ଯେତେବେଳେ ଆରବ ସାଗରରୁ ମୌସୁମୀ ପବନ ଆସେ, ସେହି ପବନ ଆରାବଳୀ ପାହାଡ଼କୁ ଡେଇଁପାରେନି, ବରଂ ତା ସହିତ ସମାନ୍ତରାଳ ଭାବରେ ସିଧା ଚାଲିଯାଏ। ଫଳରେ କ'ଣ ହୁଏ, ପାହାଡ଼ର ପଶ୍ଚିମ ପଟେ ଥିବା ରାଜସ୍ଥାନକୁ ଆଉ ବର୍ଷା ମିଳେନି, ଆଉ ଏମିତି ହିଁ ତିଆରି ହୋଇଛି ବିଶାଳ ଥର୍ ମରୁଭୂମି। ତେବେ ପାହାଡ଼, ସମତଳ, ମାଳଭୂମି ଆଉ ମରୁଭୂମି ପରେ ଆମ ଯାତ୍ରା ଏବେ ପହଞ୍ଚିଛି ଭାରତର ସୀମାରେ, ଅର୍ଥାତ୍ ଏହାର ବିସ୍ତୃତ ଉପକୂଳ ଆଉ ଦୁଇଟି ପ୍ରମୁଖ ଦ୍ୱୀପପୁଞ୍ଜ ପାଖରେ। ଆମ ଭାରତର ଦୁଇଟି ଉପକୂଳ, ପୂର୍ବ ଆଉ ପଶ୍ଚିମ, ଦୁହିଁଙ୍କ ଚରିତ୍ର ପୂରାପୂରି ଅଲଗା। ପଶ୍ଚିମ ଉପକୂଳ ଟିକିଏ ସରୁ ଆଉ କଟାଫଟା, ସେଇଥିପାଇଁ ସେଠି ବହୁତ ସୁନ୍ଦର ପ୍ରାକୃତିକ ବନ୍ଦର ଅଛି। କିନ୍ତୁ ପୂର୍ବ ଉପକୂଳ, ଆମ ଉପକୂଳ, ଏହା ଚଉଡ଼ା ଆଉ ସମତଳ। ଏଠି ବଡ଼ ବଡ଼ ନଦୀମାନେ ବିଶାଳ ତ୍ରିକୋଣଭୂମି ତିଆରି କରନ୍ତି, ହେଲେ ଏଠି ପ୍ରାକୃତିକ ବନ୍ଦର କମ୍। ଉପକୂଳ ପରି ଆମ ଦୁଇଟି ଦ୍ୱୀପପୁଞ୍ଜର କାହାଣୀ ବି ସେମିତି ପୂରାପୂରି ଭିନ୍ନ। ଗୋଟେ ପଟେ ଅଛି ଆଣ୍ଡାମାନ ଓ ନିକୋବର। ଜାଣନ୍ତି, ଏଗୁଡ଼ିକ ପ୍ରକୃତରେ ସମୁଦ୍ର ତଳେ ବୁଡ଼ି ରହିଥିବା ପର୍ବତର ଚୂଡ଼ା, ଯାହା ହିମାଳୟର ହିଁ ଗୋଟିଏ ଅଂଶ। ଆଉ ଅନ୍ୟପଟେ ଅଛି ଲାକ୍ଷାଦ୍ୱୀପ, ଯାହା ସମ୍ପୂର୍ଣ୍ଣ ଭାବେ ପ୍ରବାଳ ବା କୋରାଲ ଦ୍ୱାରା ତିଆରି ହୋଇଛି। ଗୋଟିଏ ପାହାଡ଼ିଆ ତ ଅନ୍ୟଟି ସମତଳ, ଦୁଇଙ୍କର ଜନ୍ମର କାହାଣୀ ହିଁ ଅଲଗା।